ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଶ୍ରୋତା ବନ୍ଧୁ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ମୁଁ ଆପଣମାନଙ୍କୁ ନମସ୍କାର ଜଣାଉଛି। ନମସ୍କାର। ଆଜି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ସେ ଆମମାନଙ୍କୁ ଦୟା କଲେ, ପ୍ରେମ କଲେ ଏବଂ ଆଉ ଗୋଟେ ନୂଆ ଦିନ ଦେଖିବାକୁ ଦେଲେ, ଆଉ ଗୋଟେ ନୂଆ ସକାଳ ଦେଖିବାକୁ ଦେଲେ। ସେଥିପାଇଁ ତାଙ୍କର ସେ ବହୁମୂଲ୍ୟ ନାମର ମୁଁ କୋଟି କୋଟି ଧନ୍ୟବାଦ କରୁଛି, ପ୍ରଶଂସା କରୁଛି, ଗୌରବ କରୁଛି। କାରଣ ତାଙ୍କର ବିବିଧ ଦୟା ସକାଶୁ ଆମେ ବିନଷ୍ଟ ନ ହୋଇ ଏ ପର୍ଯ୍ୟନ୍ତ ବଞ୍ଚିଛୁ ଏବଂ ଜୀବିତ ମାନଙ୍କ ମଧ୍ୟରେ ବାସ କରି ଆଜି ଆମେ ତାଙ୍କର ଗୁଣଗାନ କରିବା ପାଇଁ ସୁଯୋଗ ପାଇଛୁ। ସେଥିପାଇଁ ତାଙ୍କ ମହାନାମର କୋଟି କୋଟି ଧନ୍ୟବାଦ ହଉ। ତ ସଙ୍ଗେ ସଙ୍ଗେ ମୋର ପ୍ରିୟ ଶ୍ରୋତା ବନ୍ଧୁଗଣ, ଆପଣମାନଙ୍କୁ ମଧ୍ୟ ବିଶେଷ ମୁଁ ଧନ୍ୟବାଦ ଦିଏ। କାରଣ ଆପଣମାନଙ୍କର ବହୁମୂଲ୍ୟ ସମୟକୁ ବାହାର କରି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଗଡ୍ସ ୱାର୍ଡସ୍ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଆପଣମାନେ ବାକ୍ୟ ଶୁଣୁଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦିଏ ଏବଂ ଆପଣମାନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରେ। ଆଜି ମଧ୍ୟ ଆମେ ସେହି ପରମେଶ୍ୱରଙ୍କର ବହୁମୂଲ୍ୟ ବାକ୍ୟରୁ କିଛି ଚିନ୍ତା କରିବା। ଯେତେବେଳେ ମିଶର ଦେଶରେ ଫାରୋ ରାଜାଙ୍କ କବଳରେ ପରମେଶ୍ୱରଙ୍କର ଲୋକମାନେ ଅନେକ ନିର୍ଯାତନା ପାଉଥିଲେ, ଅନେକ ଦୁଃଖ କଷ୍ଟ ସହୁଥିଲେ, ଆଉ ସେତେବେଳେ ସେମାନେ ପରମେଶ୍ୱରଙ୍କୁ ମନେ ପକାଇଲେ। ଆଉ ପରମେଶ୍ୱରଙ୍କୁ ମନେ ପକାଇ ସେମାନେ କ୍ରନ୍ଦନର ସହିତ ପରମେଶ୍ୱରଙ୍କୁ ନିବେଦନ ବା କାକୁକ୍ତି କଲେ। ଆଉ ପରମେଶ୍ୱର ସେମାନଙ୍କର କାକୁକ୍ତିକୁ ଶୁଣିଲେ ଏବଂ ସେ ଚିନ୍ତା କଲେ ଯେ ଫାରୋ ରାଜାଙ୍କ କବଳରୁ ଏମାନଙ୍କୁ ଉଦ୍ଧାର କରିବି, ଆଉ ଏମାନେ ଯେପରି ଜାଣିବେ ଯେ ପରମେଶ୍ୱର କିଏ, ଆଉ ଆମର ସେବା କରିବେ। ଏ ଉଦ୍ଦେଶ୍ୟରେ ପରମେଶ୍ୱର ସେମାନଙ୍କୁ ଫାରୋ ରାଜାଙ୍କ କବଳରୁ ଉଦ୍ଧାର କରିବା ପାଇଁ ମନସ୍ଥ କଲେ ବା ତାଙ୍କର ପ୍ରାର୍ଥନା ଶୁଣିଲେ। ଆଉ ଯେତେବେଳେ ପରମେଶ୍ୱର ମୋଶେଙ୍କୁ କହିଲେ ଯେ ତୁମେ ଯାଇ ମିଶରରୁ ବନ୍ଦିତ୍ୱ ଅବସ୍ଥାରେ ଥିବା ଆମ୍ଭ ଲୋକମାନଙ୍କୁ ଫାରୋ ରାଜାଙ୍କ କବଳରୁ ମୁକୁଳାଏ ଆଣ। ସେତେବେଳେ ମୋଶେ କହିଲେ, ହେ ପ୍ରଭୁ, ମୁଁ କେମିତି ଯିବି? ମୁଁ ତ ଗୋଟେ ସାଧାରଣ ଲୋକ ଏବଂ ମୁଁ ଭଲ ଭାବରେ ପାଟି ଖୋଲି କଥା ବି କହିପାରେ ନାହିଁ। ତେବେ ଫାରୋ ଭଳି ରାଜାଙ୍କ ସମ୍ମୁଖରେ ମୁଁ କଣ କଥାବାର୍ତ୍ତା କରିବି? ସେତେବେଳେ ପରମେଶ୍ୱର ମୋଶେଙ୍କୁ କହିଲେ, ଭୟ କର ନାହିଁ, ଆମ୍ଭେ ତୁମ ସଙ୍ଗରେ ଅଛୁ। ତମେ ଯୋଉଠିକି ଯିବ ଆମେ ତୁମ ସଙ୍ଗରେ ଯିବୁ। ଏଣୁ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ମଧ୍ୟ ଭାବୁଥିବେ ଯେ ମୁଁ ଗୋଟେ ସାଧାରଣ ଲୋକ, ମୋ ପାଖରେ କୌଣସି କ୍ୱାଲିଟି ନାହିଁ, ମୋ ଜୀବନରେ ମୁଁ କିଛି କରିପାରିବି ନାହିଁ, ଏପରି ଆପଣମାନେ ଭାବି ଚିନ୍ତା କରୁଥିବା ବା ଚିନ୍ତିତ ଅବସ୍ଥାରେ ରହୁଥିବେ। କିନ୍ତୁ ମୋର ପ୍ରିୟ ଭାଇ ଏବଂ ଭଉଣୀ ମାନେ, ଆମମାନଙ୍କର ପରମେଶ୍ୱର ମୃତ୍ୟୁର ନାହୁଡକୁ ଭାଙ୍ଗି ତୃତୀୟ ଦିନରେ ପୁନର୍ଜୀବିତ ହେବା ପରମେଶ୍ୱର। ଏଣୁ ଯେଉଁମାନେ ତାହାଙ୍କୁ ବିଶ୍ୱାସ କରନ୍ତି, ସେ ସାଧାରଣ ଲୋକ ହେଇଥାଉ ନା କାହିଁକି ବା ତୁଚ୍ଛୀକୃତ ଲୋକ ହେଇଥାଉ ନା କାହିଁକି, ସମାଜରେ ତାର କୌଣସି ମର୍ଯ୍ୟାଦା ନଥାଉ କିମ୍ବା ମଣ୍ଡଳୀ ମାନଙ୍କରେ ସେ ଜଣେ ଘୃଣ୍ୟ ବ୍ୟକ୍ତି ହେଇଥାଉ ନା କାହିଁକି, ଯଦି ସେ ପରମେଶ୍ୱରଙ୍କୁ ବିଶ୍ୱାସ କରେ ବା ପରମେଶ୍ୱରଙ୍କ ନିକଟରେ
କ୍ରନ୍ଦନ କରି ପ୍ରାର୍ଥନା କରେ। ତେବେ ସେ ସାଧାରଣ ଲୋକ ହେଇଥିଲେ ମଧ୍ୟ ପରମେଶ୍ୱର ତାଙ୍କୁ ଉଚ୍ଚ ସ୍ଥାନରେ ରଖିବେ। ପରମେଶ୍ୱର ତାକୁ ବଦଳାଇ ଦେବେ। ତାର ନାମ ବଦଳିଯିବ, ତାର କର୍ମ ବଦଳିଯିବ, ଆଉ ଲୋକମାନେ ତାକୁ ସେଇ ପୁରୁଣା ନାମ ଅନୁସାରେ ଆଉ ଡାକିବେ ନାହିଁ। ତାର ଗୋଟେ ନୂତନ ଜୀବନ ହେଇଯିବ। ଏଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ନିଜକୁ ଅକର୍ମଣ୍ୟ ବୋଲି ଭାବନ୍ତୁ ନାହିଁ, ବା ନିଜକୁ ତୁଚ୍ଛୀକୃତ ବୋଲି ଭାବନ୍ତୁ ନାହିଁ। କେବଳ ପରମେଶ୍ୱରଙ୍କୁ ବିଶ୍ୱାସ କରି ତାଙ୍କର ମୁଖ ନିର୍ଗତ ପବିତ୍ର ବାକ୍ୟର କର୍ମକାରୀ ହେବାକୁ ଚେଷ୍ଟା କରନ୍ତୁ ଏବଂ ନିରନ୍ତର ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ପାଇଁ ଚେଷ୍ଟା କରନ୍ତୁ ବା ପ୍ରାର୍ଥନାରେ ଲାଗି ରୁହନ୍ତୁ, ଯଦ୍ୱାରା ପରମେଶ୍ୱର ଆପଣମାନଙ୍କର ପ୍ରାର୍ଥନା ଶୁଣିବେ ଏବଂ ସେ ଆପଣମାନଙ୍କୁ ଧୂଳିରୁ ଉଠାଇ ଉଚ୍ଚ ସ୍ଥାନରେ ଆପଣମାନଙ୍କୁ ସ୍ଥାପନ କରିବେ ବା ଉଚ୍ଚ ସ୍ଥାନରେ ଆପଣମାନଙ୍କୁ ବସାଇବେ, ଯାହାକି ଆପଣମାନେ କେବେ ଚିନ୍ତା କରିନଥିବେ, ଯାହାକି ଆପଣମାନେ କେବେ ଭାବି ନଥିବେ। ଆପଣଙ୍କର ଚିନ୍ତାର ବାହାରେ ସେ କାର୍ଯ୍ୟ କରିବେ। କେବଳ ପ୍ରାର୍ଥନା ନିହାତି ଦରକାର। ଜଣେ ବିଶ୍ୱାସୀ ପ୍ରାର୍ଥନା ନ କଲେ କୌଣସି କାର୍ଯ୍ୟ କରିପାରିବ ନାହିଁ। ସେଥିପାଇଁ ବିଶ୍ୱାସ କରନ୍ତୁ ପରମେଶ୍ୱରଙ୍କୁ ଏବଂ ନିରନ୍ତର ପ୍ରାର୍ଥନାରେ ଲାଗି ରୁହନ୍ତୁ, ଯାହାଦ୍ୱାରା ପରମେଶ୍ୱର ଆପଣଙ୍କର ଭବିଷ୍ୟତ ଉଜ୍ଜଳ କରିବେ, ପୁଣି ଆପଣମାନଙ୍କର ପରିବାରର ଭବିଷ୍ୟତ ମଧ୍ୟ ଉଜ୍ଜଳ କରିବେ। ପ୍ରଭୁ ଏ ଅଳ୍ପ ପରାମର୍ଶରେ ମତେ ପୁଣି ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର।